ସମସ୍ତଙ୍କୁ ଶ୍ରୀ ଗଣେଶ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜିର ଏହି ଭିଡ଼ିଓରେ ଆମେ ଜୈନ ଧର୍ମ ବିଷୟରେ ପଢ଼ିବା। ଜୈନ ଧର୍ମକୁ ମୁଖ୍ୟତଃ ଆମେ ତିନିଟି ଭିଡ଼ିଓରେ ପଢ଼ିବା। ପ୍ରଥମ ଭିଡ଼ିଓରେ ଆମେ ମହାବୀର ଜୀନଙ୍କର ଜୀବନୀ ବିଷୟରେ ପଢ଼ିବା। ଦ୍ୱିତୀୟ ଭିଡ଼ିଓରେ ଆମେ ମହାବୀର ଜୀନଙ୍କର ନୀତିବାଣୀ ବିଷୟରେ ପଢ଼ିବା ଏବଂ ତୃତୀୟ ଭିଡ଼ିଓରେ ଆମେ ଜୈନ ଧର୍ମର ଭାରତୀୟ ସଂସ୍କୃତି ଉପରେ କ'ଣ ପ୍ରଭାବ ପଡ଼ିଥିଲା ବା ଜୈନ ଧର୍ମର ଭାରତୀୟ ସଂସ୍କୃତି ଉପରେ ପ୍ରଭାବ ବିଷୟରେ ପଢ଼ିବା। ଏହିପରି ଭାବରେ ଆମେ ଜୈନ ଧର୍ମକୁ ମୁଖ୍ୟତଃ ଆମେ ତିନିଟି ଭିଡ଼ିଓରେ ପଢ଼ିବା। ପିଲାମାନେ, ଆଜିର ଏହି ଭିଡ଼ିଓରେ ଆମେ ମହାବୀର ଜୀନଙ୍କର ଜୀବନୀ ବିଷୟରେ ପଢ଼ିବା। ପିଲାମାନେ, ତୁମେ ଏଠି ଦେଖିପାରୁଥିବ ମହାବୀର ଜୀନଙ୍କର ଫଟୋ ଚିତ୍ର ଏଇଟା। ମହାବୀର ଜୀନ ଥିଲେ ଜୈନ ଧର୍ମର 24ତମ ତୀର୍ଥଙ୍କର। ତାଙ୍କ ପୂର୍ବରୁ 23 ଜଣ ଜୈନ ତୀର୍ଥଙ୍କର ଜୈନ ଧର୍ମର ପ୍ରଚାର ପ୍ରସାର କରିଥିଲେ, କିନ୍ତୁ ମହାବୀର ଜୀନ ଜୈନ ଧର୍ମକୁ ପ୍ରଚାର ପ୍ରସାର କରି ଜୈନ ଧର୍ମକୁ ତାର ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଥିଲେ। ପିଲାମାନେ, ଜୈନ ଧର୍ମର ଆଦି ପ୍ରଚାରକ ବା ପ୍ରଥମ ପ୍ରଚାରକ ଥିଲେ ଋଷଭନାଥ। ଋଷଭନାଥଙ୍କ ପରେ ଜୈନ ଧର୍ମର ପ୍ରଚାର ପ୍ରସାର କରିବା ପାଇଁ ଆହୁରି 20 ଜଣ ପ୍ରଚାରକ ଆସିଥିଲେ। 22ତମ ଜୈନ ଧର୍ମର ପ୍ରଚାରକ ବା 22ତମ ତୀର୍ଥଙ୍କର ଥିଲେ ଜୈନ ଧର୍ମର ନେମିନାଥ। ପିଲାମାନେ, ଆଦି ପ୍ରଚାରକ ଠାରୁ ଆରମ୍ଭ କରିକି 22ତମ ପ୍ରଚାରକ ପର୍ଯ୍ୟନ୍ତ ବା ଋଷଭନାଥଙ୍କ ଠାରୁ ଆରମ୍ଭ କରିକି ନେମିନାଥ ପର୍ଯ୍ୟନ୍ତ ଯେଉଁ 22 ଜଣ ଜୈନ ତୀର୍ଥଙ୍କର ଥିଲେ, ତାଙ୍କ ବିଷୟରେ କୌଣସି ଐତିହାସିକ ତଥ୍ୟ ନାହିଁ। ତାପରେ କ'ଣ ହେଇଛି ପିଲାମାନେ, 23ତମ ଜୈନ ତୀର୍ଥଙ୍କର ହିସାବରେ ଆସିଲେ ଜୈନ ଧର୍ମର ପ୍ରଚାର ପ୍ରସାର କରିବା ପାଇଁ ପାର୍ଶ୍ୱନାଥ। ପାର୍ଶ୍ୱନାଥଙ୍କ ପରେ 24ତମ ଜୈନ ତୀର୍ଥଙ୍କର ହିସାବରେ ଆସିଲେ ବର୍ଦ୍ଧମାନ ମହାବୀର ବା ମହାବୀର ଜୀନ। ମହାବୀର ଜୀନଙ୍କର ପ୍ରକୃତ ନାମ ଥିଲା ବର୍ଦ୍ଧମାନ। କାଳକ୍ରମେ ମହାବୀର ଜୀନଙ୍କର ନାମ ମହାବୀର ହେଲା। ମହାବୀର ଜୀନଙ୍କୁ ଆହୁରି ନଟପୁତ୍ର ବୋଲିକି କୁହାଯାଇଥାଏ, ତାଙ୍କୁ ଆହୁରି କାଶବ ବୋଲିକି କୁହାଯାଇଥାଏ, ତାଙ୍କୁ ଆହୁରି ବୈଶାଳୀୟ ବୋଲିକି କୁହାଯାଇଥାଏ। ମହାବୀର ଜୀନ ଜୈନ ଧର୍ମର ପ୍ରଚାର ପ୍ରସାର କରି ଜୈନ ଧର୍ମକୁ ତାର ଚରମ ସୀମାରେ ପହଞ୍ଚାଇ ପାରିଥିଲେ। ମହାବୀର ଜୈନ 540 ଖ୍ରୀଷ୍ଟପୂର୍ବରେ ଜନ୍ମଗ୍ରହଣ କରିଥିଲେ। ମହାବୀର ଜୀନ 540 ଖ୍ରୀଷ୍ଟପୂର୍ବରେ ବିହାରର ବୈଶାଳୀ ନିକଟବର୍ତ୍ତୀ କୁନ୍ଦ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମହାବୀର ଜୀନଙ୍କର ପିତା ଥିଲେ ସିଦ୍ଧାର୍ଥ। ମହାବୀର ଜୀନଙ୍କର ପିତା ସିଦ୍ଧାର୍ଥ ଜଣେ ଜ୍ଞାତ୍ରିକ ସମ୍ପ୍ରଦାୟର ଲୋକ ଥିଲେ। ପିଲାମାନେ, ତୁମେ ଦେଖିପାରୁଥିବ ଏଠି ବିହାରର ମାନଚିତ୍ର ଅଛି। ବିହାରର ରାଜଧାନୀ ତୁମେମାନେ ଜାଣିଛ ପିଲାମାନେ, ବିହାରର ରାଜଧାନୀ ହେଲା ପାଟନା। ପାଟନାର ଉପରେ ଅଛି ଦେଖ ପିଲାମାନେ ବୈଶାଳୀ, ଏବଂ ଏହି ବୈଶାଳୀର କୁନ୍ଦା ଗ୍ରାମଠାରେ ମହାବୀର ଜୀନ ଜନ୍ମଗ୍ରହଣ କରିଥିଲେ। ବିହାରର ରାଜଧାନୀ ଯେଉଁ ଅଛି ପିଲାମାନେ ପାଟନା, ଦେଖ ଏଠି ପାଟନାର ତଳେ ନାଳନ୍ଦା ଅଛି ଏବଂ ନାଳନ୍ଦାର ତଳକୁ ଅଛି ଗୟା। ପିଲାମାନେ, ଏ ଚାରିଟି ଜାଗାକୁ ଆମକୁ ମୁଖ୍ୟତଃ ମନେ ରଖିବାକୁ ପଡ଼ିବ। ବୈଶାଳୀ, ପାଟନା, ନାଳନ୍ଦା ଏବଂ ଗୟା। ଏ ଚାରୋଟି ହେଲା ବିହାରର ମୁଖ୍ୟ ଚାରୋଟି ଜିଲ୍ଲା। ପିଲାମାନେ, ମହାବୀର ଜୀନଙ୍କର ମାତାଙ୍କ ନାମ ଥିଲା ତ୍ରିଶଲା। ସେ ଲିଚ୍ଛବୀ କ୍ଷତ୍ରିୟ ମୁଖ୍ୟ ଓ ବୈଶାଳୀ ଶାସକ ଚେତକଙ୍କ କନ୍ୟା ଥିଲେ। ମହାବୀର ଜୀନ ଯଶୋଦାଙ୍କୁ ବିବାହ କରିଥିଲେ। ମହାବୀର ଜୀନ ଓ ଯଶୋଦାଙ୍କର ଗୋଟିଏ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ଏବଂ ସେହି କନ୍ୟା ସନ୍ତାନର ନାମ ଥିଲା ପ୍ରିୟଦର୍ଶିନୀ। ମହାବୀର ଜୀନ ସାଂସାରିକ ଜୀବନରୁ ମୁକ୍ତି ପାଇବା ପାଇଁ ସେ ଗୃହତ୍ୟାଗ କରିବା ପାଇଁ ଚେଷ୍ଟିତ ହେଲେ ଏବଂ ତାଙ୍କୁ ଯେତେବେଳେ 30 ବର୍ଷ ବୟସ ହେଉଥିଲା, ସେ ନିଜର ଗୃହ ତ୍ୟାଗ କରି ସବୁଦିନ ପାଇଁ ଚାଲିଗଲେ। ସେ ଦୀର୍ଘ 12 ବର୍ଷ ଧରି କଠୋର ତପସ୍ୟା କଲେ ପ୍ରକୃତ ସତ୍ୟର ଅନୁସନ୍ଧାନ ପାଇଁ ବା ପ୍ରକୃତ ଜ୍ଞାନର ଅନୁସନ୍ଧାନ ପାଇଁ। ସେ ଦୀର୍ଘ 12 ବର୍ଷ କଠୋର ତପସ୍ୟା କଲେ ଏବଂ ସେହି 12 ବର୍ଷ ମଧ୍ୟରେ ତାଙ୍କୁ ସହିବାକୁ ପଡ଼ୁଥିଲା କ୍ଷୁଧା,
ତାଙ୍କୁ ସହିବାକୁ ପଡ଼ୁଥିଲା ତୃଷ୍ଣା, ତାଙ୍କୁ ସହିବାକୁ ପଡ଼ୁଥିଲା ଶୀତ, ତାଙ୍କୁ ସହିବାକୁ ପଡ଼ୁଥିଲା ଖରା, ବର୍ଷା ଇତ୍ୟାଦି। ଏବଂ ପରିଶେଷରେ ଦୀର୍ଘ 12 ବର୍ଷର କଠୋର ତପସ୍ୟା ପରେ ତାଙ୍କୁ ଦିବ୍ୟ ଜ୍ଞାନ ଲାଭ ହେଲା ବା କୈବଲ୍ୟ ପ୍ରାପ୍ତ ହେଲା। ଏବଂ ଦିବ୍ୟ ଜ୍ଞାନ ଲାଭ କଲା ପରେ ମହାବୀର ଜିନ ନାମରେ ପରିଚିତ ହେଲେ। ତାଙ୍କୁ ଆହୁରି କେବଲିନ ବୋଲିକି କୁହାଗଲା, ତାଙ୍କୁ ଆହୁରି ନିଗ୍ରନ୍ଥ ବୋଲିକି କୁହାଗଲା। ପିଲାମାନେ ତମେ ଏଠି ଦେଖୁଥିବ, ଏଇଟା ହେଲା ଭାରତ ମାନଚିତ୍ରର ଏଥିରେ ଯେଉଁ ରଙ୍ଗୀନ ଅଂଶଟି ଅଛି ଏଇଟା ହେଲା ବିହାର। ଏବଂ ମହାବୀର ଜିନ ଏ ବିହାରର ବୈଶାଲୀ ଜିଲ୍ଲାର କୁନ୍ଦା ଗ୍ରାମଠାରେ ଜନ୍ମଗ୍ରହଣ କରିଥିଲେ। ପିଲାମାନେ ମହାବୀର ଜିନ 12 ବର୍ଷର କଠିନ ତପସ୍ୟା ପରେ ଦିବ୍ୟ ଜ୍ଞାନ ଲାଭ କରିଥିଲେ। ଏବଂ ମହାବୀର ଜିନ ଦିବ୍ୟ ଜ୍ଞାନ ଲାଭ କରିଥିଲେ ଜୃମ୍ବିକ ଗ୍ରାମରେ। ମହାବୀର ଜିନ ଦିବ୍ୟ ଜ୍ଞାନ ଲାଭ କରିଥିଲେ ରିଜୁପାଲିକା ନଦୀ କୂଳରେ। ମହାବୀର ଜିନ ଦିବ୍ୟ ଜ୍ଞାନ ଲାଭ କରିଥିଲେ ଶାଳ ବୃକ୍ଷ ମୂଳରେ। ପିଲାମାନେ ଏଇ ତିନିଟା ଯାକ ଗୋଟେ ଗୋଟେ ପ୍ରଶ୍ନ। ମହାବୀର ଜିନ କେଉଁ ଗ୍ରାମରେ ଦିବ୍ୟ ଜ୍ଞାନ ଲାଭ କରିଥିଲେ? ମହାବୀର ଜିନ ଜୃମ୍ବିକ ଗ୍ରାମରେ ଦିବ୍ୟ ଜ୍ଞାନ ଲାଭ କରିଥିଲେ। ମହାବୀର ଜିନ କେଉଁ ନଦୀ କୂଳରେ ଦିବ୍ୟ ଜ୍ଞାନ ଲାଭ କରିଥିଲେ? ମହାବୀର ଜିନ ରିଜୁପାଲିକା ନଦୀ କୂଳରେ ଦିବ୍ୟ ଜ୍ଞାନ ଲାଭ କରିଥିଲେ। ମହାବୀର ଜିନ କେଉଁ ଗଛ ମୂଳେ ଦିବ୍ୟ ଜ୍ଞାନ ଲାଭ କରିଥିଲେ? ମହାବୀର ଜିନ ଶାଳ ବୃକ୍ଷ ମୂଳେ ଦିବ୍ୟ ଜ୍ଞାନ ଲାଭ କରିଥିଲେ। ଦିବ୍ୟ ଜ୍ଞାନ ଯେତେବେଳେ ମହାବୀର ଜିନ ଲାଭ କଲେ ତାଙ୍କୁ ସେହି ସମୟରେ 42 ବର୍ଷ ହେଉଥିଲା। ତାପରେ ଦିବ୍ୟ ଜ୍ଞାନ ଲାଭ କଲା ପରେ ମହାବୀର ଜିନ ଜୈନ ଧର୍ମର ପ୍ରଚାର ପ୍ରସାର କଲେ। ଏବଂ ସେ ଜୈନ ଧର୍ମର ପ୍ରଚାର ପ୍ରସାର କେଉଁ ସ୍ଥାନରେ କଲେ? ଉତ୍ତର ଏବଂ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ। ପିଲାମାନେ ପରୀକ୍ଷାରେ ପ୍ରଶ୍ନ ଆସିଯାଏ କାହାକୁ ଜୈନ କୁହାଯାଏ ବୋଲିକି। କାହାକୁ ଜୈନ ବୋଲିକି କୁହାଯାଏ? ଯେଉଁମାନେ ଜୈନ ଧର୍ମର ଅନୁଗାମୀ ଥିଲେ ବା ଯେଉଁମାନେ ଜୈନ ଧର୍ମ ଗ୍ରହଣ କରିଥିଲେ ତାଙ୍କୁ ଜୈନ ବୋଲିକି କୁହାଯାଏ। ପିଲାମାନେ ଆହୁରି ବି ପ୍ରଶ୍ନ ଆସେ ଯେ ଜୈନ ଧର୍ମ କାହାକୁ କୁହାଯାଏ? ଜୈନ ଧର୍ମ କାହାକୁ କୁହାଯାଏ? ମହାବୀର ଜିନ ଯେଉଁ ଧର୍ମ ପ୍ରବର୍ତ୍ତନ କରିଥିଲେ ତାକୁ ଜୈନ ଧର୍ମ ବୋଲିକି କୁହାଯାଏ। ମହାବୀର ଜିନ 42 ବର୍ଷ ବୟସରେ ଦିବ୍ୟ ଜ୍ଞାନ ଲାଭ କଲେ ଏବଂ ଦିବ୍ୟ ଜ୍ଞାନ ଲାଭ କରି ସାରିଲା ପରେ ଦୀର୍ଘ 30 ବର୍ଷ ଧରି ସେ ତାଙ୍କର ଧର୍ମ ପ୍ରଚାର ପ୍ରସାର କରିଥିଲେ। ପରୀକ୍ଷାରେ ପ୍ରଶ୍ନ ଆସିଯାଏ ପିଲାମାନେ ଯେ ମହାବୀର ଜିନ କେତେ ବର୍ଷ ଧରି ତାଙ୍କର ଧର୍ମକୁ ପ୍ରଚାର ପ୍ରସାର କରିଥିଲେ? କେତେ ବର୍ଷ ଧରି? 30 ବର୍ଷ ଧରି। ତାପରେ ଶେଷରେ ମହାବୀର ଜିନ ଯେତେବେଳେ ତାଙ୍କୁ 72 ବର୍ଷ ବୟସ ହେଉଥିଲା ସେ ତାଙ୍କର ଦେହ ତ୍ୟାଗ କଲେ। ପିଲାମାନେ ପରୀକ୍ଷାରେ ପ୍ରଶ୍ନ ଆସିଯାଏ ଯେ ମହାବୀର ଜିନ କେତେ ବର୍ଷ ବୟସରେ ତାଙ୍କର ଦେହ ତ୍ୟାଗ କରିଥିଲେ ବା ମୃତ୍ୟୁବରଣ କରିଥିଲେ? କେତେ ବର୍ଷ ବୟସରେ? ତାଙ୍କୁ ଯେତେବେଳେ 72 ବର୍ଷ ବୟସ ହେଉଥିଲା। ଆହୁରି ବି ପରୀକ୍ଷାରେ ପ୍ରଶ୍ନ ଆସେ ପିଲାମାନେ ଯେ ମହାବୀର ଜିନ କେଉଁଠାରେ ତାଙ୍କର ଦେହ ତ୍ୟାଗ କରିଥିଲେ? ପିଲାମାନେ ତାର ଉତ୍ତର ହେଲା ମହାବୀର ଜିନ ରାଜଗୃହ ଠାରେ ତାଙ୍କର ଦେହ ତ୍ୟାଗ କରିଥିଲେ। ବା ପିଲାମାନେ ତାର ଆହୁରି ବି ପ୍ରକୃତ ଉତ୍ତର ହେବ ରାଜଗୃହ ନିକଟସ୍ଥ ପାୱାପୁରୀ ଠାରେ ସେ ତାଙ୍କର ଦେହ ତ୍ୟାଗ କରିଥିଲେ। ଏବଂ ମହାବୀର ଜିନ ଯେତେବେଳେ ଦେହ ତ୍ୟାଗ କରିଥିଲେ ସେହି ସମୟଟି ହେଲା 468 ଖ୍ରୀଷ୍ଟପୂର୍ବ। ପିଲାମାନେ ଆଗରୁ ବି ଏହି ବିହାର ମ୍ୟାପ୍ଟି ମୁଁ ତୁମକୁ ଦେଖେଇଛି, ଆଉ ଥରେ ଦେଖିଦିଅ। ଏଇଟା ହେଲା ପିଲାମାନେ ବୈଶାଲୀ, ଏଇଟା ହେଲା ପାଟନା, ଏଇଟା ହେଲା ନାଳନ୍ଦା ଆଉ ଏଇଟା ହେଲା ଗୟା। ଏଇଠି ଯେଉଁ ରାଜଗୃହ କହୁଛି ବା ପାୱାପୁରୀ କହୁଛି ପିଲାମାନେ ଏଇ ରାଜଗୃହ ବା ପାୱାପୁରୀ ଏଇ ନାଳନ୍ଦା ଜିଲ୍ଲାରେ ହିଁ ଅବସ୍ଥିତ। ଏବଂ ନାଳନ୍ଦା ଜିଲ୍ଲାରେ ହିଁ ମହାବୀର ଜିନଙ୍କର ଦେହ ତ୍ୟାଗ ହୋଇଥିଲା ବା ମୃତ୍ୟୁବରଣ କରିଥିଲେ 468 ଖ୍ରୀଷ୍ଟପୂର୍ବରେ। ପିଲାମାନେ ଦେଖିପାରୁଥିବ ଏଠି ଶାଳ ଗଛ ଅଛି। ଏଇ ଶାଳ ଗଛ ମୂଳେ ହିଁ କ'ଣ ହେଇଥିଲା? ମହାବୀର ଜିନ ଏଇ ଶାଳ ଗଛ ତ ନୁହେଁ, ଏମିତିକା ଶାଳ ଗଛ ମୂଳେ ହିଁ କ'ଣ ହେଇଥିଲା? ତାଙ୍କର ଦିବ୍ୟ ଜ୍ଞାନ ପ୍ରାପ୍ତ ହୋଇଥିଲା। ଆଉ ଏଇଠି ଦେଖିପାରୁଥିବ ପିଲାମାନେ ଏଇଠି ଭାରତ ମାନଚିତ୍ର ଅଛି, ଏଇଟା ହେଲା ଭାରତ ମାନଚିତ୍ର। ଆଉ ଏଇ ଜାଗାରେ ଏହାର ରାଜଗୃହ ଅଛି। ଏଇଠି ମହାବୀର ଜିନ ମୃତ୍ୟୁବରଣ କରିଥିଲେ। ପିଲାମାନେ ଏଇଠି ଆମେ ପଢ଼ିବା ମହାବୀର ଜିନଙ୍କର ଜୀବନର ପ୍ରମୁଖ ଘଟଣା। ଯେମିତିକି ଏଇଠି ଦେଖ ପିଲାମାନେ ଗୋଟେ ପାର୍ଶ୍ୱରେ ଦିଆଯାଇଛି ମହାବୀର ଜିନଙ୍କର ବର୍ଷ, ଆଉ ଗୋଟେ ସାଇଡ଼ ଦିଆଯାଇଛି ଘଟଣା। ଯେ ମହାବୀର ଜିନଙ୍କୁ ଯେତିକି ବର୍ଷ ଏଠି ଲେଖା ହେଇଛି ସେଇ ବର୍ଷରେ କ'ଣ ତାଙ୍କ ସହିତ ଘଟଣା ଘଟିଥିଲା। ଯେମିତିକି ମହାବୀର ଜିନଙ୍କୁ ଯେତେବେଳେ 30 ବର୍ଷ ବୟସ ହେଉଥିଲା ସେ ଗୃହତ୍ୟାଗ କରିଥିଲେ।
ତାଙ୍କୁ ଯେତେବେଳେ 42 ବର୍ଷ ବୟସ ହେଉଥିଲା ତାଙ୍କୁ ସେ ଦିବ୍ୟ ଜ୍ଞାନ ଲାଭ କରିଥିଲେ। ମହାବୀର ଜିନଙ୍କୁ ଯେତେବେଳେ 72 ବର୍ଷ ବୟସ ହେଉଥିଲା ସେ ଦେହ ତ୍ୟାଗ କରିଥିଲେ ବା ମୃତ୍ୟୁବରଣ କରିଥିଲେ। ପିଲାମାନେ ଏଇପଟେ ବି ଦେଖିପାରୁଥିବ ଖ୍ରୀଷ୍ଟପୂର୍ବ ଲେଖା ହେଇଛି ଆଉ ଘଟଣା ଲେଖା ହେଇଛି। ଯେମିତିକି 540 ଖ୍ରୀଷ୍ଟପୂର୍ବରେ ମହାବୀର ଜିନ ଜନ୍ମଗ୍ରହଣ କରିଥିଲେ ଏବଂ 468 ଖ୍ରୀଷ୍ଟପୂର୍ବରେ ମହାବୀର ଜିନ ଦେହ ତ୍ୟାଗ କରିଥିଲେ। ଏ ସବୁଠୁ ଗୋଟି ଗୋଟି କରି ପ୍ରଶ୍ନ ଆସେ ପିଲାମାନେ ଯେ ମହାବୀର ଜିନ କେତେ ବର୍ଷ ବୟସରେ ଗୃହ ତ୍ୟାଗ କରିଥିଲେ, କେତେ ବର୍ଷ ବୟସରେ? 30 ବର୍ଷ ବୟସରେ। ମହାବୀର ଜିନ କେତେ ବର୍ଷ ବୟସରେ ଦିବ୍ୟ ଜ୍ଞାନ ଲାଭ କରିଥିଲେ? 42 ବର୍ଷ ବୟସରେ ଦିବ୍ୟ ଜ୍ଞାନ ଲାଭ କରିଥିଲେ। ମହାବୀର ଜିନ କେତେ ବର୍ଷ ବୟସରେ ଦେହ ତ୍ୟାଗ କରିଥିଲେ? 72 ବର୍ଷ ବୟସରେ ଦେହ ତ୍ୟାଗ କରିଥିଲେ। ମହାବୀର ଜିନ କେତେ ଖ୍ରୀଷ୍ଟପୂର୍ବରେ ଜନ୍ମଗ୍ରହଣ କରିଥିଲେ? 540 ଖ୍ରୀଷ୍ଟପୂର୍ବରେ ଜନ୍ମଗ୍ରହଣ କରିଥିଲେ। ମହାବୀର ଜିନ କେତେ ଖ୍ରୀଷ୍ଟପୂର୍ବରେ ଦେହ ତ୍ୟାଗ କରିଥିଲେ? 468 ଖ୍ରୀଷ୍ଟପୂର୍ବରେ ଦେହ ତ୍ୟାଗ କରିଥିଲେ। ପିଲାମାନେ ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ, କମେଣ୍ଟ କରିଦେବ, ତା ସହିତ ତୁମ ସାଙ୍ଗମାନଙ୍କ ସହିତ ଭିଡ଼ିଓଟିକୁ ସେୟାର ମଧ୍ୟ କରିଦେବ। ତା ସହିତ ଏ ଶ୍ରୀ ଗଣେଶ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିଦେବ, ଯଦ୍ୱାରା ମୁଁ ଯେତେବେଳେ ବି ଭିଡ଼ିଓ ଗୁଡ଼ିକ ଅପଲୋଡ଼ କରିବି ତୁମେମାନେ ଆରାମସେ ଦେଖିପାରିବ। ତା ସହିତ ତୁମେ ପିଲାମାନେ ଏଇ ବେଲ୍ ଘଣ୍ଟିଟିକୁ ବି ବଜାଇ ଦେଇଥିବ। ମୁଁ ଯେତେବେଳେ ବି ଭିଡ଼ିଓ ଅପଲୋଡ଼ କରିବି ତୁମମାନଙ୍କ ପାଖକୁ ନୋଟିସ୍ ଚାଲିଯିବ, ଯଦ୍ୱାରା ତୁମେମାନେ ଇଜିଲି ଦେଖିପାରିବ। ତୁମମାନଙ୍କ ପାଖରେ ଇତିହାସ ସମ୍ବନ୍ଧୀୟ ନୋଟ୍ ମଧ୍ୟ ପହଞ୍ଚି ପିଲାମାନେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିଥିବା ପାଇଁ ବହୁତ ବହୁତ ଧନ୍ୟବାଦ। ଆଜିର ଭିଡ଼ିଓରେ ଆମେ ଜାଣିଲା ମହାବୀର ଜିନଙ୍କର ଜୀବନୀ ବିଷୟରେ। ନେକ୍ସଟ ଭିଡ଼ିଓରେ ଆମେ ପଢ଼ିବା ମହାବୀର ଜିନଙ୍କର ନୀତିବାଣୀ ବିଷୟରେ ଏବଂ ସେତିକି ପର୍ଯ୍ୟନ୍ତ ଅପେକ୍ଷା କର। ଧନ୍ୟବାଦ ପିଲାମାନେ।